ଆରାମ ହେବ ଏବଂ ଅନ୍ତିମରେ ବିଶେଷ କରି ସୁନ୍ଦର କଥା କହୁଛନ୍ତି ଶ୍ରୀ ଭଗବାନ କପିଳ। ହେ ମାତାଶ୍ରୀ, କ'ଣ ବା କହିବି, ଏଇ 31 ନମ୍ବର ଅଧ୍ୟାୟରେ କହୁଛନ୍ତି, ହେ ମାତା, ମନୁଷ୍ୟ ଜନ୍ମ ପାଇଥିବା ଜୀବର ଗତି କେମିତି ହୁଏ ସେ ସମୟରେ ଭଗବାନ କହୁଛନ୍ତି, କେମିତି ଆମ ମନୁଷ୍ୟମାନଙ୍କର ଗତି ହୁଏ ମନୁଷ୍ୟ ସମୟର ସେ କଥା କହୁଛନ୍ତି। ବହୁତ ସୁନ୍ଦର କଥା। କେମିତି ଜୀବ ଏଇ ସଂସାରକୁ ଆସେ, ଜୀବର ସଂସାରକୁ ଆସିବାର ବିଜ୍ଞାନ କ'ଣ ନା, ତ ବିଜ୍ଞାନର ସାଇନ୍ସ ଅନୁସନ୍ଧାନ କରିପାରେ, କିନ୍ତୁ ବିଜ୍ଞାନ ଶାସ୍ତ୍ର ହିଁ ଦେଇଥାନ୍ତି। ବିଜ୍ଞାନ ଜ୍ଞାନ ସବୁ ଶାସ୍ତ୍ର ହିଁ ଦିଅନ୍ତି। ଏଇ ଯେଉଁ ସାଇନ୍ସ ଗୋଟେ ଜଡ଼ ବିଦ୍ୟା ଅଟେ। ବିଶେଷ ଜ୍ଞାନଟା ଆଣିଲା ପରେ ବିନା ଥିଓରିରେ ବିଜ୍ଞାନ କ'ଣ କରିବ? କରିବ କିଛି? ୱିଦାଉଟ୍ ଥିଓରିରେ କିଛି କରିପାରିବ ନାହିଁ। ଥିଓରି ହିଁ ଜ୍ଞାନ ଅଟେ। ଆଉ ସେଇ ଥିଓରିକୁ ଯେତେବେଳେ ସେମାନେ ପ୍ରାକ୍ଟିକାଲ କରନ୍ତି ତାକୁ କୁହାଯାଏ ବିଜ୍ଞାନ। କିନ୍ତୁ ସବୁ କରିପାରିବେ ନାହିଁ। ଏପର୍ଯ୍ୟନ୍ତ କରିପାରିଲେଣି ଯାହା କିଛି ବି, କିନ୍ତୁ ଆତ୍ମାର ଅନୁସନ୍ଧାନ କରିପାରିଲେଣି। ହାର୍ଟରେ ଜୀବନ ପ୍ରାଣ ଥାଏ ଦେଖିପାରିଲେଣି ଡକ୍ଟରମାନେ ନାହିଁ। ତ ସେମିତି ଜୀବ କେମିତି ଏଇ ସଂସାରକୁ ଆସେ କହୁଛନ୍ତି ବହୁତ ବଡ଼ କଥା, ଯେ ଜୀବ ଏଇ ସଂସାରକୁ ଅନ୍ନ ମାଧ୍ୟମରେ ଆସିଥାଏ। ଯେଉଁ ଖାଦ୍ୟ ଆମେ କହୁଛୁ, ଖାଦ୍ୟ ଅନ୍ନ ଅନୁସାରେ ଆସିଥାଏ। ଭଲ ସନ୍ତାନ ଉତ୍ପନ୍ନ କରିବାର ଅଛି, ମା ବାପା କେମିତି ଖାଦ୍ୟ ଖାଇବା କଥା? ଅଖାଦ୍ୟ ଅପେୟତ୍ୱ ଦ୍ୱାରା ସବୁ ଅସୁର ରାକ୍ଷସ ଆସିବେ, କପଟି ଲୋଭୀ ସବୁ ଆସିବେ। ସେଥିପାଇଁ ତ ବିଭିନ୍ନ ବିଧାନ ମାନ ଅଛି, ଗର୍ଭାଧାନ ସଂସ୍କାରଠୁ ଆରମ୍ଭ କରି ବିଭିନ୍ନ ସଂସ୍କାର ମାନ ରହିଛି। ଖାଦ୍ୟରୁ ଆସନ୍ତି ଏଇ ସଂସାରକୁ ପ୍ରତ୍ୟେକ ଜୀବ ଖାଦ୍ୟ ମାଧ୍ୟମରେ ଆସେ। ଖାଦ୍ୟ ଯେତେବେଳେ ପିତା ଖାଇଦିଅନ୍ତି, ଖାଦ୍ୟ ପିତାଶ୍ରୀ ଯେତେବେଳେ ଖାଆନ୍ତି, ପିତାଙ୍କର ପେଟରେ ରସ ସୃଷ୍ଟି ହୁଏ। ଶରୀରରେ ରକ୍ତ, ମାଂସ, ଅସ୍ଥି, ମଜ୍ଜା, ଚର୍ବି, ଶୁକ୍ର ତିଆରି ହୁଏ ଏବଂ ଶୁକ୍ରକୁ ଆଶ୍ରୟ କରି ସେ ଅନ୍ନରେ ପଶିଥିବା ଜୀବ, ଅନ୍ନରୁ ଦେଖ ରସ ହେଇଛି, ରସ ପରେ ରକ୍ତ ହେଇଛି, ରକ୍ତ ପରେ ମାଂସ ହେଇଛି, ମାଂସ ପରେ କ'ଣ ହେଇଛି? ଅସ୍ଥି ହେଇଛି, ଅସ୍ଥି ପରେ ମଜ୍ଜା ହେଇଛି, ମଜ୍ଜା ପରେ ଚର୍ବି ହେଇଛି, ଆଉ ଚର୍ବି ପରେ ଶୁକ୍ର ହେଇଛି। ତ ସେଇ ଅନ୍ନରେ ପଶିଥିବା ଜୀବର ଆଶ୍ରୟ ସ୍ଥାନଟା ପିତାର ଶୁକ୍ର ହେଇଯାଏ ଏବଂ ସେଇ ଶୁକ୍ରରେ ମାଆର ଗର୍ଭକୁ ପ୍ରବେଶ କରିଯାଏ। ଏବଂ ସେ କ'ଣ କରେ? ଗୋଟିଏ ଦିନରେ ସେ ଗୋଟେ କଲଲ ହେଇଯାଏ, 5 ଦିନରେ ବୁଦବୁଦ ଭଳିଆ ହେଇଯାଏ, 10 ଦିନରେ ଏ ଯେଉଁ ବରକୋଲି ଭଳିଆ ହେଇଯାଏ, 1 ମାସରେ ତାର ହାତ ଗୋଡ଼ ଅଧା ଅଧା ହୁଏ, 3 ମାସରେ ହାତ ଗୋଡ଼ ପୂର୍ଣ୍ଣ ହେଇଯାଏ ଏବଂ ସେ 3 ମାସ ହେଲା ମାତ୍ରକେ କ'ଣ ହୁଏ? ପୁତ୍ର କିମ୍ବା ପୁତ୍ରୀ ଭେଦ, ଲିଙ୍ଗ ଭେଦ ଜଣାପଡ଼ିଯାଏ। 4 ନମ୍ବର ମାସ ହେଇଗଲା ମାତ୍ରକେ ଜୀବକୁ ଭୋକ ଶୋଷ ଆରମ୍ଭ ହେଇଯାଏ। ସେ ସମୟରେ ଖାଇବାକୁ କିଏ ଦେବ? ସେ ସମୟରେ ଖାଇବାକୁ କିଏ ଦେବ? ସେହି ସମୟରେ ଭଗବାନ ଏମିତି ସିଷ୍ଟମ ରଖିଛନ୍ତି, ନିଜେ ଯାଇକରି ଭଗବାନ ନିଜେ ପହଞ୍ଚନ୍ତି ମାତୃଗର୍ଭରେ ଏବଂ ଭଗବାନ ସେ ଜୀବ ଯେତେବେଳେ ଭୋକ ହେଉଥାଏ ଆଉ ଶୋଷ କରୁଥାଏ, ଭଗବାନଙ୍କର ପ୍ରତିଜ୍ଞା ଅଛି ଯେ ପର୍ଯ୍ୟନ୍ତ ଭଗବାନ ନିଜର ଠାରୁ ଉତ୍ପନ୍ନ ହୋଇଥିବା ଜୀବକୁ ଭଗବାନ ନ ପ୍ରଦାନ କରିବେ ଅନ୍ନ, ସେ ପର୍ଯ୍ୟନ୍ତ ଭଗବାନ ମଧ୍ୟ ପାଆନ୍ତି ନାହିଁ। ସେଥିପାଇଁ କହନ୍ତି ଭାଗବତକାର ମାନେ, ଜୀବକୁ ଭୁଞ୍ଜଇ ଭୁଞ୍ଜାଇ, ଜୀବକୁ ଭୁଞ୍ଜଇ ଭୁଞ୍ଜାଇ, ଜୀବକୁ ଭୁଞ୍ଜଇ ଭୁଞ୍ଜାଇ, ଅନ୍ତରେ ସାକ୍ଷୀ ରୂପେ ଥାଇ, ଅନ୍ତରେ ସାକ୍ଷୀ ରୂପେ ଥାଇ, ଜୀବକୁ ଭୁଞ୍ଜଇ ଭୁଞ୍ଜାଇ, ଅନ୍ତରେ ସାକ୍ଷୀ ରୂପେ ଥାଇ। ଅନ୍ତରରେ ସାକ୍ଷୀ ରୂପରେ ଭଗବାନ ଥାଆନ୍ତି। ଆଉ ଭୋକ ଯେମିତି କଲା, ଶୋଷ ଯେମିତି କଲା, ସେ ସମୟରେ କ'ଣ କରିବେ? କେଉଁଠୁ ଆଣିବେ ଖାଦ୍ୟ? ସାଙ୍ଗେ ସାଙ୍ଗେ ଜୀବର ଏକ ଆପ୍ୟାୟନୀ ନାଡ଼ି କହେ ତାକୁ। ଆପ୍ୟାୟନୀ ନାଡ଼ିକୁ ମାର ନାଭିରେ ଯୋଡ଼ି ଦିଅନ୍ତି। ବୋଲ ଭକ୍ତବତ୍ସଳ ଭଗବାନ କି। ମାର ନାଭିରେ ଯେମିତି ଯୋଡ଼ି ଦିଅନ୍ତି, ସେହି ସମୟରେ ଜୀବ ମା ଠାରୁ, ମାର ଗର୍ଭଠାରୁ, ମାର ପେଟରୁ ବା ମାର ଖାଦ୍ୟରୁ ସେ ଖାଦ୍ୟ ସଂଗ୍ରହ କରିକିରି ବଞ୍ଚିବାକୁ ଲାଗେ। ଯେତେବେଳେ
5 ମାସ ହେଇଯାଏ ସେହି ଜୀବକୁ, ସେତେବେଳେ ସେହି ଜୀବକୁ ସୁଖ ଏବଂ ଦୁଃଖର ଅନୁଭବ ହେବାକୁ ଲାଗେ। ଆଉ ସୁଖ ଏବଂ ଦୁଃଖର ଅନୁଭବ ଯେତେବେଳେ ହୁଏ ସେତେବେଳେ ସେ କ'ଣ କରେ? ଖେଳିବାକୁ ଲାଗେ, ଏପଟ ସେପଟ ହେବାକୁ ଲାଗେ, ମାଆକୁ ଅନୁଭବ ହୁଏ। କିନ୍ତୁ ସେ 5 ମାସ ହେଲା ମାତ୍ରକେ ଏପଟ ସେପଟ ଯେମିତି ହେବାକୁ ଲାଗେ, ସେ ସମୟରେ ସେ ଏମିତି ଛନ୍ଦି ହେଇଯାଇଥାଏ ଯେ ବାହାରି ପାରେ ନାହିଁ, କୁଆଡ଼େ ପଳେଇ ପାରେ ନାହିଁ। ଏତେ ଦୁର୍ଗମ ପଥ ସେଇଟା ଥିଜି ବାନ୍ଧି ହେଇଯାଇଥାଏ। ଆଉ ସେହି ସମୟରେ ଭଗବାନ ପୁନର୍ବାର କ'ଣ କରନ୍ତି? 7ମ ମାସ ଯେତେବେଳେ ଆସିଯାଏ ଜୀବର, ଆଉ 6 ନମ୍ବର ମାସରେ ମା' ଯେତେବେଳେ ଟେଷ୍ଟି ତିକ୍ତ ଖାଦ୍ୟ ଖାଇବାକୁ ଚାହିଁବ, ଖଟା ମିଠା କଡ଼ା ରାଗ, ସେ ସମୟରେ ଜୀବର ଶରୀର ଏତେ କୋମଳ ଥାଏ ଯେ ଯେତେବେଳେ ମା' ଖାଇଦିଏ ତିକ୍ତ ଟିକେ ରାଗ ଟିକେ, ସେତେବେଳେ ତାହାକୁ କ'ଣ ହୁଏ ଜାଣିଛନ୍ତି? ସେତେବେଳେ ସର୍ବାଙ୍ଗ ଉତ୍ଥିତ ବେଦନ, ଯେତେବେଳେ ପଡ଼ିଯାଏ ତିକ୍ତଟା, ସେତେବେଳେ ସେ ସର୍ବାଙ୍ଗ ଉତ୍ଥିତ ବେଦନ, ସେ ସମ୍ପୂର୍ଣ୍ଣ ଭାବରେ ମୂର୍ଚ୍ଛା ହେଇଯାଏ, ଭୟଭୀତ ହେଇଯାଏ, ତାକୁ ବହୁତ କଷ୍ଟ ହୁଏ। ଏବଂ ସେ ସମୟରେ ଭଗବାନ 7ମ ମାସ ଯେତେବେଳେ ଜୀବକୁ ହେଇଯାଏ, 7ମ ମାସ ହୋଇଗଲା ମାତ୍ରକେ ଜୀବର ସମ୍ପୂର୍ଣ୍ଣ ଅଙ୍ଗ ପୂର୍ଣ୍ଣ ହେଇଯାଏ। ଆଉ ସମ୍ପୂର୍ଣ୍ଣ ଅଙ୍ଗ ପୂର୍ଣ୍ଣ ହୋଇଗଲା ପରେ ପରେ ଭଗବାନ କ'ଣ କରନ୍ତି? ଆସିକରି ତତ୍ର ଲବ୍ଧ ସ୍ମୃତିର୍ ଦୈବାତ୍ କର୍ମ ଜନ୍ମ ଶତୋଦ୍ଭବମ୍। 100 ଜନ୍ମ ହେଇଥିବ ସେ ଜୀବର, 100ଟା ଅନେକ ହେଇଥିବ, କିନ୍ତୁ 100ଟି ଜନ୍ମର କର୍ମକୁ ତା ଆଗରେ ଭଗବାନ ଛିଡ଼ା ହେଇଥାନ୍ତି ଭିତରେ, ଆଉ କହନ୍ତି ଦେଖ 100ଟା ଜନ୍ମ ଦେଖ। ଜୀବ ଦେଖିକିରି ଭୟଭୀତ ହେଇଯାଏ, କହେ ଏତେ ମୋର ଜନ୍ମର କର୍ମର ଫଳ। କିନ୍ତୁ ସେହି ସମୟରେ ଭଗବାନ କହନ୍ତି ତୋର ଏସବୁ ଉଦ୍ଧାର ହେଇଯିବ, ତୁ ପ୍ରତିଜ୍ଞା କର। ସେହି ସମୟରେ ଭଗବାନ କ'ଣ କରନ୍ତି? ଜୀବ ଭୟଭୀତ ହେଇଯାଏ, ଭଗବାନଙ୍କୁ ସ୍ତୁତି କରିବାକୁ ଲାଗେ ଏବଂ ହାତ ମୁଠାରେ ପ୍ରତିଜ୍ଞା କରେ, ସଂକଳ୍ପ କରିକିରି ପ୍ରଭୁ ଏଇଥର ମୁଁ ଆଉ ଏଇ ଭୁଲ କରିବି ନାହିଁ, ମୁଁ ନିଶ୍ଚିତ ଭାବରେ ଏଇ ଜନ୍ମରୁ ଉଦ୍ଧାର ହେବି। ମୋତେ କେବଳ ଆପଣ ଏତେ କଷ୍ଟ ମୋତେ ହେଉଛି, ଏତେ ଯନ୍ତ୍ରଣା ଭୋଗୁଛି ମୁଁ ଏଇ ଗର୍ଭରେ, ଗର୍ଭବାସ ପାଉଥିବା ଜୀବ ହିଁ ଜାଣିପାରେ ଗର୍ଭର କେତେ ପୀଡ଼ା। ସେ କହୁଛି ମୁଁ କେତେ ଏକ କୃମି ଭଳିଆ ବଞ୍ଚିଛି ପ୍ରଭୁ, ଏତେ ଦୁର୍ଗନ୍ଧିଯୁକ୍ତ ଗର୍ଭରେ ମୁଁ କେମିତି ପଡ଼ିଛି, ଏଇ ଦୁର୍ଗନ୍ଧି କେହି ସହିପାରିବେ ନାହିଁ। ସୃଷ୍ଟିରେ ଏତେ ଦୁର୍ଗନ୍ଧିଯୁକ୍ତ ଆଉ ଜିନିଷ ହିଁ ନାହିଁ, ମାତୃଗର୍ଭରେ ଏତିକି ଦୁର୍ଗନ୍ଧି ହୁଏ। ସେଥିପାଇଁ ସେଇଠି ମୁଁ ପଡ଼ି ରହିଛି ପ୍ରଭୁ, କେତେବେଳେ ମୂର୍ଚ୍ଛା ହେଉଛି, କ'ଣ କରୁଛି, ମୋତେ ଏଠୁ ଶୀଘ୍ର ବାହାର କରନ୍ତୁ, ପ୍ରତିଜ୍ଞା କର। ସେହି ସମୟରେ ଜୀବ ପ୍ରତିଜ୍ଞା କରେ ଏବଂ କ'ଣ ପ୍ରତିଜ୍ଞା କରେ? କହିଥାଏ ସେହି ସମୟରେ ଜୀବ, ଦେହାନ୍ତ ଦେହ ବିବରେ ଜଠରାଗ୍ନି ନାଶ୍ରୁ ବିଣିମୂତ୍ର କୂପପତିତ ଭୂତ ତପ୍ତ ଦେହ इच्छन्नितो निवसितुं गणयन् समासान् निर्वास्यते कृपणधिर्भगवान् कदानो देहान्त देह विवरे जठराग्निनाशो विमूत्र कूपपतित भूतसप्त देह। हे नाथ नारायण वासुदेव, हे नाथ नारायण, वृंदावन बिहारी लाल की जय। देहांत देह विवरे जठराग्नि नाशु विणमूत्र कूपपतितो भृशतप्त देह इच्छन्नितो निवसितं गणयन् समासान् निर्वास्यते कृपणधीर भगवान कदानो। हे भगवान मते रक्षा करंतु, उद्धार करंतु, मु प्रतिज्ञा करूछि आउ ए भूल करिबि नाही, मु आउ मातृगर्भକୁ जीवी नाही प्रभु। मुठा करिकरी से गर्भ रही जाए, हाथ मुठा करता है। जो मैंने जानिथिबे विशेष विज्ञान माँ में जानिथिबे, छुआटा सब मुठा करि थाए भितरे प्रतिज्ञाबद्ध ही थाए प्रभु आउ भूल करिबि नाही। भगवान खुशी ही जानती और सही जीव कौन करे? गणयन समासा केतेबेले केमिति बाहरिब दिन गणिबाकू लगी थाए, एते जंत्रणा भोगु थाए भितर। भगवान जेते देखंती जीवटा गणना करुछि केतेबेले मते बाहर कर आउ मु एमिति पशिबाकू चाहू नाही, सेही समय भगवान प्रसूति वायु दे दियंती एवं प्रसूति वायु देई करी मातृगर्भरु बाहर कर दियंती।
बाहर करे देला मात्र के जीव पुनर्बार कौन करे जो हाथटा मुठा करे थाए से हाथ खोली दिए एवं से समय कौन करे हाथ मुठा खोली दिए भितर 100 जन्म जहाँ थिला भूली जाए भगवान जानी भूले दियंती 100 जन्म एथि भूले दियंती जे बिचारा नुआ नुआ ताकू नुआ जीवन आरंभ करू जहाँ है गतश्च सूचना नास्ती भूल तो समस्त हेब हजार हजार भूल हेले हो पछे किंतु यदि भूल जदि जना पड़गला से भूल रु सुधरी जावा कथा भूल रु सुधरी जावा कथा तो आज जीव भगवान कहती अरे तोते सबू किसी भूले दौची 100 जन्म कथा भूले दियंती एपरिक से 100 जन्म भूली जाए हाथर तपस्या से संकल्प भूली जाए भगवान को भूली जाए एवं पुनर्बार कौन करे आसिक संसार को मोर बोली कही थाए संसार रे मरु थाए कष्ट पाऊ थाए एवं पुनर्बार कौन करे जिते कष्ट पाऊ न पाऊ थाए मु संसार बहुत सुख पाऊँगी से समय भगवान देखती जहाँ हो केते कृपालु भगवान ये चिंता करते आपण एतिकी हैला परे मध्य जीव को जीव भगवान को मने पकई पारे नहीं भूली जाए संपूर्ण किछि करे नहीं से समय भगवान कौन कर जानिछु अत्यंत विपत्ति प्रदान करती विपत्ति उपरे विपत्ति दियंती दुख उपरे दुख दियंती कौन पाई एबे कम से कम विपत्ति दिले सुधरी जीव ए विपत्ति दे दिए पति हराई दिए पति को नहीं जाती आउ को कष्ट दे दियंती विभिन्न दुख देकर से जीव को कृपा करने भगवान बहुत लालायित था किंतु बिण मूत्र कूपरे पड़ता जीव जमी सब बेले विषयाविष्ट मूर्खाणाम से विष्टा को ही केवल मोर बोली भावुथिबारु भगवान दिया दुख की मध्य सुख बोली भाई पारे नहीं दुख पाउथिले मध्य से भगवत राज्य को जाई पारे नहीं हे माताश्री आ पुनर्बार कौन हुए तार मृत्यु विपत्ति उपस्थित हो जाए आर मृत्यु विपत्ति पड़ीकरी पुनर्बार से गर्भ को पशि जाए बोल वृंदावन बिहारी लाल की यह हूँ जन्म मृत्युर चक्र यह हूँ संसार से पुनरपि जन्म पुनरपि मरणम पुनरपि जननी जठरे शयनम पुनरपि जनम पुनरपि मरणम पुनरपि जननी जठरे शयनम पुनरपि जनमं पुनरपि मरणं पुनरपि जननी जठरे शयनं पुनरपि जनमं पुनरपि मरणं पुनरपि जननी जठरे भज गोविन्दं भज गोविन्दं भज गोविन्दं भज मूढमते 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 बोल कपिल भगवान की माता देवहूति श्रवण करी कृतकृत्य हो गले माता देवहूति को अद्भुत दिव्य ज्ञान प्रदान कले भगवान कपिल माता देवहूति बसीगले ध्यानस्थ हो गले माता देवहूति शरीर विगलित हो गला देवहूति सरिता रूप में प्रवाहमान हो गले माता प्रवाहमान हो गला परे भगवान कपिल उठीगले एवं गंगा सागर को चलीगले गंगा सागर रे जेते पहुँची गले गंगा सागर तांको विराट विराट तरंग रे स्वागत कला भगवान तरंग भीतर को प्रवेश करी जाई एबे मध्य भगवान गंगा सागर रे कपिल भगवान बसिछंती बोल कपिल भगवान की आज तृतीय स्कंधर